ଢେଙ୍କାନାଳ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଆନୁକୂଲ୍ୟରେ କିଛି ଉଦ୍ୟୋଗୀ ସଦସ୍ୟଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି ଗୋଟିଏ ଦିନିଆ ଢେଙ୍କାନାଳ ଓପେନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ 2025, ଯେଉଁଟାକି 21 ଡିସେମ୍ବର ଦିନ ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତାରେ କୁନି କୁନି ଶିଶୁମାନେ ସେମାନଙ୍କ କ୍ରୀଡ଼ା ଦକ୍ଷତା ଦେଖାଇଥିଲେ। ପ୍ରତିଯୋଗିତାରେ ମୋଟ 32ଟି ଦଳ ଭାଗ ନେଇଥିଲେ। ସୁଦୂର ହିନ୍ଦୋଳ, କାମାକ୍ଷାନଗର, ଭୁବନ ଅଞ୍ଚଳରୁ ମଧ୍ୟ ଛୋଟ ଶିଶୁ ପ୍ରତିଭାମାନେ ଆସି ଖେଳିଥିଲେ। କୁନି କୁନି ଶିଶୁ ପ୍ରତିଭାମାନଙ୍କୁ ଆଗକୁ ଆଣିବା ପାଇଁ, ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏଭଳି ଗୋଟିଏ ଅଭିନବ ପ୍ରୟାସ ପ୍ରତିବର୍ଷ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଦ୍ୱାରା କରାଯାଇଥାଏ। ଏହି କ୍ରୀଡ଼ା ପ୍ରତିଯୋଗିତାକୁ ପରିଚାଳିତ କରିଥିଲେ ଜିଲ୍ଲା ସଂଘର ସଦସ୍ୟ ବ୍ରିଜେଶ ମିଶ୍ର, ବିଶ୍ୱଜିତ ସାହୁ, କୃପାସିନ୍ଧୁ ବେହେରା, ମାନଭଞ୍ଜନ ବିଶ୍ୱାଳ, ସଂଘ ସମ୍ପାଦକ ଟଙ୍କଧର ବେହେରା, ରଞ୍ଜିତ ବିଶ୍ୱାଳ ଏବଂ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ। ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ଉଦ୍ୟୋଗୀ ବ୍ୟକ୍ତି ପ୍ରାୟ ବର୍ଷକୁ 3-4 ଥର ଏହିଭଳି କ୍ରୀଡ଼ା ଶୃଙ୍ଖଳା କରିଥାନ୍ତି, ଯେଉଁଟାକି କ୍ରୀଡ଼ା ପ୍ରେମୀମାନଙ୍କୁ ଆକର୍ଷିତ କରିବା ସହିତ ଯୁବ ପ୍ରତିଭାମାନଙ୍କୁ ଅଭ୍ୟାସ କରିବା ପାଇଁ ଗୋଟେ ସୁଯୋଗ ଦେଇଥାଏ। ବିଭିନ୍ନ ମହଲରୁ ଏହି ପ୍ରକାର ପ୍ରୟାସକୁ ସାଧୁବାଦ ଜଣାହେଇଛି ଏବଂ ନିୟମିତ ଭାବେ ଢେଙ୍କାନାଳ ଜିଲ୍ଲାର ଏଭଳି ପ୍ରୟାସ ବ୍ୟାଡମିଣ୍ଟନର ସ୍ତର ଆଉ ଖ୍ୟାତିକୁ ଢେଙ୍କାନାଳ ପିଲାଙ୍କୁ ଆଗକୁ ନେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଜୟ ଜଗନ୍ନାଥ।